ଅମରେଶ ବିଶ୍ୱାଳଙ୍କ ପ୍ରୀତି, ପ୍ରଲିସା ଆଉ ସୁନନ୍ଦା ତିନୋଟି ଉପନ୍ୟାସିକାର ଗୋଟିଏ ସୁନ୍ଦର ସଂକଳନ। ଏଥିରେ ତିନୋଟି ଝିଅଙ୍କ କଥା କୁହାଯାଇଛି। ସେଥିପାଇଁ ପ୍ରୀତି, ପ୍ରଲିସା ଆଉ ସୁନନ୍ଦା ଏ ତିନି ଜଣଙ୍କୁ ନେଇ ତିନୋଟି ଉପନ୍ୟାସିକା ଲେଖାଯାଇଛି। ସେଗୁଡ଼ିକୁ କମ୍ପାଇଲ୍ କରାଯାଇକି ଏ ପୁସ୍ତକଟି ରଚନା କରାଯାଇଛି। ପ୍ରଥମେ ସେ ଲେଖିଛନ୍ତି ତିନିଟି ଝିଅଙ୍କ କାହାଣୀ। ତିନି ଜଣ ଝିଅ ତିନୋଟି ପରିସ୍ଥିତିରେ କେମିତି ସଂଘର୍ଷ କରିଛନ୍ତି, କେମିତି ନିଜ ନିଜ ଜୀବନକୁ ସମ୍ମୁଖୀନ କରିଛନ୍ତି ଏବଂ ତାର ସମାଧାନ କରିଛନ୍ତି। ଏ କାହାଣୀ ହେଉଛି ସେଇଆ। ବର୍ତ୍ତମାନର ଯେଉଁ ଯୁଗରେ ତିନି ଜଣ ଝିଅଙ୍କର ସଂଘର୍ଷର କାହାଣୀ, ନୂଆ କିଛି କଥା କହିବାର କାହାଣୀ ଏଥିରେ ରହିଛି। ଆଉ ଖୁବ୍ ସଂକ୍ଷେପରେ ଲେଖକ କହିଛନ୍ତି। ଷ୍ଟୋରି ଏବଂ କାହାଣୀ ଅତି ଚମତ୍କାର। ତାକୁ ସୁନ୍ଦର ଭାବରେ କୁହାଯାଇଛି, ଘଟଣାକ୍ରମ କୁହାଯାଇଛି, ଭାଷା ବଢ଼ିଆ, ପଢ଼ିବାକୁ ଆଗ୍ରହ ହେବ। ଥରେ ପଢ଼ିଲେ ତାକୁ ଶେଷ କରିବାକୁ ବାଧ୍ୟ। ତେଣୁ ଇଏ ଯେଉଁ ତିନୋଟି ଉପନ୍ୟାସିକାକୁ ନେଇକି ପୁସ୍ତକ କରାଯାଇଛି, ଭାବୁଛି ଏହା ବହୁତ ଆଦୃତ ହେବ।